ଆଜିର ମୁରଲୀର ଯୋଉ ମୂଳ ବିନ୍ଦୁ ଏଇ ପ୍ରେମର ଉତ୍ତରାଧିକାର ସେଇଠୁ ଆରମ୍ଭ କରିବା। ପିତାଙ୍କଠୁ ମିଳୁଥିବା ଏଇ ପ୍ରେମର ଉତ୍ତରାଧିକାର ଏଟା ପ୍ରକୃତିରେ କ'ଣ? ହଁ, ଏଇଟା ବହୁତ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ମୁରଲୀରେ ଯେତେବେଳେ କୁହାଯାଉଛି ପିତା ପ୍ରେମର ସାଗର ଆଉ ସେ ଆମକୁ ପ୍ରେମର ଉତ୍ତରାଧିକାର ଦେଉଛନ୍ତି, ତ ଏହାର ଅର୍ଥ ହେଲା ସେ ଖାଲି ଆମକୁ ପ୍ରେମ କର ବୋଲି କହୁନାହାନ୍ତି। ଆଚ୍ଛା। ସେ ଆମକୁ ସେ ସ୍ୱଭାବଟା ହିଁ ଦେଉଛନ୍ତି, ସେ ସଂସ୍କାରଟା ହିଁ ଦେଉଛନ୍ତି ଯାହା ନିଜେ ହିଁ ପ୍ରେମମୟ, ମାନେ ସ୍ୱତ ପ୍ରେମ ବାହାରିବ। ଏଇଟା ସାଧାରଣ ମଣିଷର ପ୍ରେମ ନୁହେଁ, ଯୋଉଟାକି ସର୍ତ୍ତମୂଳକ ହେଇପାରେ, ସ୍ୱାର୍ଥପର ହେଇପାରେ। ହଁ, ସେମିତି ତ ହୁଏ। ଏଇଟା ହେଲା ନିଃସ୍ୱାର୍ଥ, ଅସୀମ ଆଉ ସମସ୍ତଙ୍କ ପାଇଁ ସମାନ ଈଶ୍ୱରୀୟ ପ୍ରେମ। ଆଉ ମୁରଲୀର ପ୍ରଶ୍ନ ଉତ୍ତରରେ ଯୋଉ ପ୍ରେମର ମାର୍ଗ କଥା କୁହାଯାଇଛି, ସେଇଟା ଆଉ କିଛି ନୁହେଁ, ଏଇ ଈଶ୍ୱରୀୟ ପ୍ରେମକୁ ବ୍ୟବହାରରେ ଆଣିବା ପାଇଁ ପିତାଙ୍କର ଦିବ୍ୟ ନିର୍ଦ୍ଦେଶ, ଯାହାକୁ ଆମେ ଶ୍ରୀମତ୍ କହୁ। ଆଚ୍ଛା, ତେବେ ଏହି ଶ୍ରୀମତ୍ ବା ଦିବ୍ୟ ନିର୍ଦ୍ଦେଶ ଏଗୁଡ଼ାକ କ'ଣ? ମାନେ ଆମେ ଦୈନନ୍ଦିନ ଜୀବନରେ ଏହାକୁ କେମିତି ପାଳନ କରିପାରିବା? ଦେଖନ୍ତୁ, ଶ୍ରୀମତ୍ ବହୁତ ସ୍ପଷ୍ଟ। ସମସ୍ତଙ୍କ ସହିତ ପ୍ରେମରେ ବ୍ୟବହାର କର। କାହାକୁ କେବେ ବି ଦୁଃଖ ଦିଅନି। କେବେ ବି ନୁହେଁ। ହଁ, ନା ମନରେ, ନା କଥାରେ, ନା କାମରେ। ଏମିତିକି ଆମର ଶରୀରର ଇନ୍ଦ୍ରିୟ ଦ୍ୱାରା ବି କିଛି ଭୁଲ କାମ କରନି। ତେଣୁ ଏହାର ଅର୍ଥ ହେଲା ଆମକୁ ଖାଲି ବାହାର କାମରେ ସତର୍କ ରହିଲେ ହେବନି, ଆମର ଭିତରର ସ୍ଥିତିକୁ ବି ଦେଖିବାକୁ ପଡ଼ିବ। ମୁରଲୀ ଆମକୁ ବାରମ୍ବାର କହୁଛି, ନିଜକୁ ଯାଞ୍ଚ କର, ମୋ ଭିତରେ କିଛି ଆସୁରୀ ଗୁଣ ଅଛି କି? ଯେମିତିକି କ୍ରୋଧ, ଈର୍ଷ୍ୟା, ଅହଙ୍କାର, ଏସବୁ। ମୋର ମନୋଭାବ କେମିତି ଅଛି? ମୁଁ ଛୋଟ ଛୋଟ କଥାରେ ବିଚଳିତ ହେଇଯାଉଛି କି? ଏଇ ଯୋଉ ନିଜକୁ ନିରୀକ୍ଷଣ କରିବା, ଏଇଟା ହିଁ ପ୍ରେମର ମାର୍ଗରେ ଚାଲିବାର ଚାବିକାଠି। ଏହା ବାସ୍ତବରେ ବହୁତ ଗଭୀର କଥା। ଆମେ ସାଧାରଣତଃ କାମ ଉପରେ ବେଶୀ ଧ୍ୟାନ ଦେଉ, କିନ୍ତୁ ଏଠି ଚିନ୍ତା ଆଉ ମନୋଭାବକୁ ବି ସମାନ ଗୁରୁତ୍ୱ ଦିଆଯାଉଛି। ଆଚ୍ଛା, ଆଉ ମୁରଲୀରେ ଗୋଟେ ଗୀତ କଥା ଅଛି, ଏହି ସମୟ ବିତି ଯାଉଛି। ଏହାର କ'ଣ ମାନେ? ଏଇଟା କ'ଣ ଆମକୁ ଏଇ ଶ୍ରୀମତ୍ ପାଳନ କରିବାର ଜରୁରୀ ଆବଶ୍ୟକତା ବିଷୟରେ କହୁଛି କି? ହଁ, ନିଶ୍ଚିତ ଭାବରେ। ଏହି ସମୟ ବିତି ଯାଉଛି, ଏଟା ଖାଲି ଗୋଟେ ଗୀତ ନୁହେଁ, ଏଟା ଗୋଟେ ଜାଗରଣ ପାଇଁ ଆହ୍ୱାନ। ଏଟା ସୂଚଉଛି ଯେ ଏହି ସଙ୍ଗମ ଯୁଗ, ଯୋଉଠି ନିଜେ ପରମାତ୍ମା ଆସି ଆମକୁ ଶିକ୍ଷା ଦେଉଛନ୍ତି, ସେ ସମୟଟା ସୀମିତ, ଆଉ ଅବହେଳା କରିବାର ସମୟ ନାହିଁ। ଠିକ୍। ଏବେ ହିଁ ସମୟ ପିତାଙ୍କ ଶ୍ରୀମତକୁ ପୂରାପୂରି ପାଳନ କରିବାର ଆଉ ତାଙ୍କର ଯୋଉ ମୂଳ ମେସେଜ, ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର। ଆଉ ସେ ମେସେଜଟା କ'ଣ? ଆରେ ସେଇଟା କେତେ ସରଳ। ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ସ୍ମରଣ କର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।